Nani karibialo, catching honey party deal. Little sing sound not toy, low. ପାହାଡ଼ ସଙ୍ଗୀତର ବୁଲବୁଲ ଶ୍ରୀମତୀ ପୋଖିଲା ଲେକ୍ ତେପି ପଦ୍ମଶ୍ରୀ 2026। କାର୍ବି ଆଂଲଂ ଆସାମର ଏକ ସୁନ୍ଦର ଗାଁ ଯେଉଁଠି ରୁହନ୍ତି କାର୍ବି ସମ୍ପ୍ରଦାୟ ଆଉ ପୋଖିଲା ଲେକ୍ ତେପି। ଯାଯାବର କଳାକାର ପରିବାରରେ ଜନ୍ମଗ୍ରହଣ କରିଥିବା ପୋଖିଲାଙ୍କୁ କାର୍ବି ସଙ୍ଗୀତ କେବଳ ଉତ୍ତରାଧିକାରୀ ଭାବରେ ମିଳିନଥିଲା, ବରଂ ସେ ଏହାକୁ ବଞ୍ଚିଥିଲେ। ପିଲାଦିନରୁ ହିଁ ତାଙ୍କର ଅସାଧାରଣ ପ୍ରତିଭା ଦୃଷ୍ଟି ଆକର୍ଷଣ କରୁଥିଲା। ସଙ୍ଗୀତର ଏ ପ୍ରକାରର ସ୍ୱରୂପ ସହିତ ତାଙ୍କର ଗଭୀର ସମ୍ପର୍କ ତାଙ୍କୁ ଅନୁଭବ କରାଇଲା ଯେ ଏହି ଐତିହ୍ୟ ସଙ୍କଟଗ୍ରସ୍ତ ଅବସ୍ଥାରେ। କାର୍ବି ସଙ୍ଗୀତ କେବଳ ବୟସ୍କଙ୍କ ଭିତରେ ସୀମିତ ଥିଲା। ସେ ସମୟରେ କାର୍ବି ଗୀତ ତ ଥିଲା, କିନ୍ତୁ ପ୍ରଦର୍ଶନ କରିବାର ବେଶୀ ସୁଯୋଗ ମିଳୁନଥିଲା। ପ୍ରତିବନ୍ଧକ ଅନେକ ଥିଲା। ଦାରିଦ୍ର୍ୟତାର ନିରନ୍ତର ପ୍ରଭାବ ଥିଲା ଆଉ ପରମ୍ପରା ମହିଳାମାନଙ୍କୁ ସାର୍ବଜନୀନ ମଞ୍ଚରୁ ଦୂରେଇ ରଖୁଥିଲା। ବର୍ଷ ବର୍ଷ ଧରି ପୋଖିଲା ପୃଷ୍ଠଭୂମିରେ ରହିଲା, ମରଣଶୀଳ କଳାର ଏକ ନୀରବ ପ୍ରହରୀ ସାଜି। କିନ୍ତୁ ତାଙ୍କ ସ୍ୱର ଗୋଟିଏ କ୍ଷେତ୍ରରେ ସୀମିତ ରହିପାରିବା ଭଳି ନଥିଲା। ବନ୍ଧନ ଭାଙ୍ଗି ସେ ଚର୍ଚ୍ଚରେ ନିଜ ମଞ୍ଚ ପାଇଲେ, ସମବିଚାରଯୁକ୍ତ ଲୋକଙ୍କୁ ସାଥିରେ ନେଲେ ଆଉ ମହିଳାମାନଙ୍କୁ ଉତ୍ସାହିତ କରି ସାଥିରେ ଯୋଡ଼ିଲେ। ସେ ଦୁର୍ଗମ ଅଞ୍ଚଳରେ ବୁଲିଲେ, ବୟସ୍କମାନଙ୍କୁ ଭେଟି ଲୁପ୍ତପ୍ରାୟ କଳାର ଡକୁମେଣ୍ଟେସନ କଲେ। ଆପଣ ଗୀତର ବୋଲ ଲେଖନ୍ତୁ, ତାକୁ ସ୍ୱରରେ ସଜାନ୍ତୁ। ଆମେ ସବୁ ପ୍ରକାରରେ ସାହାଯ୍ୟ କରୁଥିଲୁ ଆଉ ଆମର ସାଙ୍ଗରେ ମ୍ୟୁଜିକ୍ ସୋସାଇଟି ମାଧ୍ୟମରେ ଆମେ ଏହି ଗୀତଗୁଡ଼ିକୁ ଉପସ୍ଥାପନ କଲୁ। ସ୍ଥାନୀୟ ଆକାଶବାଣୀ ପ୍ରସାରଣରୁ ନେଇକି ନିଜର ପ୍ରଥମ କ୍ୟାସେଟ୍ କଙ୍ଘନର ଦୁଃସାହସିକ ପ୍ରଯୋଜନା ପର୍ଯ୍ୟନ୍ତ ସେ କାର୍ବି ଆତ୍ମାକୁ ଜାତୀୟ ଗଠନରେ ବୁଣିବା ଆରମ୍ଭ କଲେ। ଗୁରୁତ୍ୱପୂର୍ଣ୍ଣ ମୋଡ଼ ସେବେ ଆସିଲା ଯେତେବେଳେ ସେ ଜୁବିନ ଗର୍ଗଙ୍କ ସହିତ ନିଜ କଳା ପ୍ରଦର୍ଶନ କଲେ। ଆଧୁନିକ ଉର୍ଜା ସହିତ ପ୍ରାଚୀନ ମନ୍ତ୍ରଗୁଡ଼ିକୁ ଉପସ୍ଥାପନ କରି ନୂତନ ପିଢ଼ିକୁ ଆକର୍ଷିତ କଲେ। ପଚାଶ ବର୍ଷ, 300 ଗୀତ। ସେ କାର୍ବି ସଙ୍ଗୀତକୁ ପାହାଡ଼ରୁ ଆଣି ଲୋକଙ୍କ ହୃଦୟରେ ପହଞ୍ଚାଇ ଦେଲେ। ଆଜି ପୋଖିଲା ହେଉଛନ୍ତି କାର୍ବି ସଙ୍ଗୀତର କୂଳମାତା। ଲେଖିବା, ମାର୍ଗଦର୍ଶନ କରିବା ଏବଂ ଉପସ୍ଥାପନ ଦ୍ୱାରା ଅତୀତକୁ ସଂରକ୍ଷଣ କରି ସୁନିଶ୍ଚିତ କରୁଛନ୍ତି ଯେ କାର୍ବି ଆଂଲଂର ମହିଳାମାନେ ନିଜର ଭବିଷ୍ୟତ ନିଜେ ସ୍ୱରବଦ୍ଧ କରନ୍ତୁ। ମୁଁ ଆଶା କରୁଛି ଯେ ଆମର କାର୍ବି ଆଂଲଂ ଆହୁରି ପ୍ରଗତି କରିବ। କାର୍ବି ଆଂଲଂର ମହିଳାମାନେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ନ୍ତୁ, ଏହା ମୋର ସ୍ୱପ୍ନ। ଶ୍ରୀମତୀ ପୋଖିଲା ଲେକ୍ ତେପି ପଦ୍ମଶ୍ରୀ 2026 ସମ୍ମାନିତା। କୋଟି କୋଟି ନମସ୍କାର।